ଗୋଟିଏ ଜଙ୍ଗଲରେ ଦୁଇଟି ଚଢ଼େଇ ରହୁଥିଲେ, ମା ଚଢ଼େଇ ଓ ଛୁଆ ଚଢ଼େଇ। ମା ମା ମୋତେ ଗୋଟେ ଶୃଗାଳ ଗପ କୁହ ନା, ଯେଉଁଥିରେ ବାଘ ଭାଲୁ ଥିବେ। ହଉ, ମୁଁ ତୋତେ ଗୋଟେ ଗପ କହୁଛି, ଯେଉଁ ଗପରୁ କି ତୁ କିଛି ଶିଖିବାକୁ ପାଇବୁ ଆଉ କାମରେ ବି ଲଗେଇବୁ। ଗୋଟିଏ ବହୁତ ବଡ଼ ଜଙ୍ଗଲ ଥାଏ। ସେଥିରେ ନାନାଦି ପ୍ରକାର ଜୀବଜନ୍ତୁ ରହୁଥାନ୍ତି। ବାଘ, ଭାଲୁ, ହରିଣ, ହାତୀ ଆଉ ତାଙ୍କମାନଙ୍କ ମଧ୍ୟରେ ରାଜା ଥାଏ ସିଂହ, ଆଉ ସେ ବହୁତ ଖୁସିରେ ରହୁଥାନ୍ତି। ଗୋଟିଏ ଦିନର କଥା, ଶୃଗାଳଟିଏ ଜଙ୍ଗଲରେ ବୁଲି ବୁଲି ତା'ର ଖାଦ୍ୟ ଖୋଜୁଥାଏ। ତାକୁ ଜୋରରେ ଭୋକ ହେଉଥାଏ ଓ ଭୋକରେ ତା ମୁଣ୍ଡକୁ କିଛି ଅଜବ ଅଜବ ଚିନ୍ତାଧାରା ଆସୁଥାଏ। ଆରେ, ଏ ଜଙ୍ଗଲରେ ପଶୁ ପକ୍ଷୀ ତ ଦୂରର କଥା, ମୋତେ ଗୋଟିଏ ପୋକ ମାଛି ବି ମିଳିବେନି। ଯାଏ, ମୁଁ ଆର ଜଙ୍ଗଲକୁ ଯାଏ। ଏହା କହି ଶୃଗାଳ ଆର ଜଙ୍ଗଲକୁ ଚାଲିଗଲା। ଆର ଜଙ୍ଗଲକୁ ଶୃଗାଳ ନୂଆ କରି ଯାଇଥାଏ, ଆଉ ସେ ବହୁତ ଡରୁଥାଏ। ଏହି ସମୟରେ ତା ପଛପଟୁ ଗୋଟେ ଜୋରରେ ଶବ୍ଦ ହେଲା। ଆରେ, ଏ ଶବ୍ଦ କୁଆଡ଼ୁ ଆସିଲା? କ'ଣ ଜଙ୍ଗଲରେ ବୋମା ପଡ଼ିଲା କି? ନାଇଁ ନାଇଁ, ଜଙ୍ଗଲରେ ବୋମା କୁଆଡ଼ୁ ଆସିବ? ମୋତେ ଲାଗୁଛି ପୃଥିବୀଟା ଫାଳ ହୋଇଗଲା। ଏହା କହି ଶୃଗାଳ ଏକମୁହାଁ ହୋଇ ଦୌଡ଼ିବାକୁ ଲାଗିଲା। ଏମିତି ଦୌଡ଼ୁ ଦୌଡ଼ୁ ତା ସହିତ ଦେଖାହେଲା ଠେକୁଆ, ଆଉ ପଚାରିଲା, ଶୃଗାଳ ମହାଶୟ, ଏତେ ତର ହୋଇ ଦୌଡ଼ୁଛ କୁଆଡ଼େ? କ'ଣ ରାଜାଙ୍କର ଭୋଜି ପଡ଼ିଛି କି? ଆମକୁ ବି ଟିକେ ଡାକ। ଆରେ ଠେକୁଆ, ଯଦି ବଞ୍ଚିବାର ଅଛି ଦୌଡ଼େ ଦୌଡ଼େ, ପୃଥିବୀଟା ଫାଟିଗଲା ରେ, ପୃଥିବୀଟା ଫାଟିଗଲା। ଯଦି ବଞ୍ଚିବାର ଅଛି ଦୌଡ଼େ, ନହେଲେ ପାତାଳରେ ଗଳିକି ମରି। ତାପରେ ଶୃଗାଳ ଓ ଠେକୁଆ ଆଗପଛ ହୋଇ ଦୌଡ଼ିବାକୁ ଲାଗିଲେ। ଏମିତି ଦୌଡ଼ୁ ଦୌଡ଼ୁ ତାଙ୍କୁ ଦେଖାହେଲା ହରିଣ, ଆଉ ହରିଣ ପଚାରିଲା, ଆହେ ଶୃଗାଳ ମହାଶୟ ଓ ଠେକୁଆ ଭାଇନା, ଏତେ ତର ହୋଇ ଦୌଡ଼ୁଛ କୁଆଡ଼େ? ତାପରେ ଶୃଗାଳ କହିଲା, ଆରେ ହରିଣ, ପୃଥିବୀଟା ଫାଟିଗଲା ରେ, ପୃଥିବୀଟା ଫାଟିଗଲା। ଯଦି ବଞ୍ଚିବାର ଅଛି ଦୌଡ଼େ ଦୌଡ଼େ, ନହେଲେ ପାତାଳରେ ଗଳିକି ମରିଯିବୁ ରେ, ଦୌଡ଼େ ଦୌଡ଼େ। ଆଉ ସେ ସମସ୍ତେ ଦୌଡ଼ିବାକୁ ଲାଗିଲେ। ଆଉ ଯିଏ ଯାହାକୁ ଦେଖିଲା କହିଲା, ପଳାଅ ପଳାଅ, ପୃଥିବୀ ଫାଟିଲା। ଆଉ ଜଙ୍ଗଲରେ ସବୁ ପଶୁପକ୍ଷୀ ଦୌଡ଼ିବାକୁ ଲାଗିଲେ। ଆଉ ଏସବୁ ବସି ଦେଖୁଥାଏ ସିଂହ। ଆଉ ସିଂହ ତାଙ୍କ ପାଖକୁ ଯାଇ ପଚାରେ, ଆରେ କ'ଣ ହୋଇଛି? ଏମିତି ସବୁ ଦୌଡ଼ୁଛ କୁଆଡ଼େ? ତମ ମୁଣ୍ଡ ଫୁଣ୍ଡ ଖରାପ ହୋଇଯାଇଛି ନା କ'ଣ? ଏହା ଶୁଣି ଶୃଗାଳ କହେ, ନାଇଁ ମହାରାଜ, ଆମ ମୁଣ୍ଡ କାହିଁ ଖରାପ ହେବ? ଯଦି ବଞ୍ଚିବାର ଅଛି ଜଲ୍ଦି ଜଲ୍ଦି ଜଙ୍ଗଲ ଛାଡ଼ି ଦିଅନ୍ତୁ, ନହେଲେ ପାତାଳରେ ଗଳି ସମସ୍ତେ ମରିବା। ତାପରେ ସିଂହ କହିଲା, ଆବେ ମୂର୍ଖ ଶୃଗାଳ, ମାଲ ଫାଲ ଟିକେ ମାରିଦେଇଛୁ କିରେ? ହାଁ, ଏମିତି ଇଆଡ଼ୁ ସିଆଡ଼ୁ କଥା କହୁଛୁ? ଚାଲ ମୋ ସାଙ୍ଗରେ ଚାଲ, କ'ଣ ହେଉଛି ଦେଖିବା। ତାପରେ ସେ ଜାଗାକୁ ସିଂହ, ଶୃଗାଳ ଆଉ ହାତୀ ଯାଇ ଦେଖିଲେ। ଆଉ ଦେଖିଲେ ଯେ ବେଲ ଗଛରୁ ଗୋଟିଏ ବେଲ ପଡ଼ି ଶବ୍ଦ ହୋଇଛି। ଆଉ ସିଂହକୁ ଏଇ କଥା ବୁଝିବାକୁ ବେଶୀ ଟାଇମ୍ ଲାଗିଲାନି। ଏହି ଗପରୁ ଆମେ କ'ଣ ଶିଖିଲେ? ଯେ ନିଜେ ନ ଦେଖିଥିବା ଜିନିଷ ଉପରେ ଭରସା କରିବା ନାହିଁ।